ଭକ୍ତଙ୍କ ଭାବରେ ମୁଗ୍ଧ ହେଲେ ବାଲକରା। ଶ୍ରୀମୁଖରେ ଫୁଟି ଉଠିଲା ମଧୁର ହସ। ଦୀର୍ଘ 500 ବର୍ଷ ଅପେକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ସ୍ଥାପନ ହୋଇଛି ଭବ୍ୟ ରାମ ମନ୍ଦିର। ଅମୃତ ବେଳାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେବା ପରେ ବର୍ତ୍ତମାନ ବାଲ୍ୟ ବିଗ୍ରହଙ୍କ ଦିବ୍ୟ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଭିଡ଼ ଦେଖିବାକୁ ମିଳିଛି। ପ୍ରସିଦ୍ଧ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ ପ୍ରଭୁ ଶ୍ରୀରାମଙ୍କ ଅପୂର୍ବ ଦିବ୍ୟ ବିଗ୍ରହ ନିର୍ମାଣ କରିଛନ୍ତି। ଏହି ବିଗ୍ରହରେ ରାମଲାଲ 5 ବର୍ଷର ବାଲ୍ୟ ଚେହେରା ଏବଂ କୋମଳତା ଦୃଶ୍ୟମାନ ହେଉଛି। ବିଗ୍ରହ ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ଆଜି ପ୍ରଭୁ ରାମଲାଲଙ୍କ ଶ୍ରୀମୁଖରେ ଖିଲିଖିଲି ହସୁଥିବାର ଦେଖାଯାଇଛି। ଶ୍ରୀରାମଙ୍କ ପୁଲକିତ ଚେହେରା ଏବଂ ଶ୍ରୀମୁଖର ହସକୁ ଦେଖି ଭାରତ ସହିତ ସାରା ବିଶ୍ୱର କୋଣ ଅନୁକୋଣରୁ ଜୟ ଶ୍ରୀରାମ ଧ୍ୱନି ଶୁଣିବାକୁ ମିଳିଛି। ସମସ୍ତେ ରାମ ଭକ୍ତିରେ ବୁଡ଼ି ରହିଥିବା ବେଳେ ଏବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଭକ୍ତମାନେ ଭାବନା ଓ ଚେତନାରେ ମଗ୍ନ ହୋଇଯାଇଛନ୍ତି। ଅନେକ ଭକ୍ତ ସମସ୍ତ ଘଟଣା ଦେଖି ମଧ୍ୟ ନିଜ ଆଖିକୁ ବି ବିଶ୍ୱାସ କରିପାରୁନାହାନ୍ତି। ସେପଟେ ସୋସିଆଲ ମିଡିଆରେ ଜୋରସୋରରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାମ ମନ୍ଦିରରେ ପୂଜା ପାଉଥିବା ପ୍ରଭୁ ବାଲକରାମଙ୍କ ଓଠରେ ଖିଲିଖିଲି ହସ ଦେଖିବାକୁ ମିଳିଥିବା ବେଳେ ରାମଲାଲ ଆଖି ପଲକ ମଧ୍ୟ ପକାଉଛନ୍ତି। ଏହି ଦୃଶ୍ୟକୁ ଯେ ଦେଖୁଛି କିଛି କ୍ଷଣ ପାଇଁ ମନ୍ତ୍ରମୁଗ୍ଧ ହୋଇଯାଉଛି। ଶ୍ରୀରାମଙ୍କ ବାଲ୍ୟ ବିଗ୍ରହ ସ୍ୱୟଂ ପ୍ରଭୁ ଶ୍ରୀରାମ ଆବିର୍ଭାବ ହୋଇଛନ୍ତି ବୋଲି ଅନେକ ଭାବି ନେଇଛନ୍ତି। ତେବେ ରାମଲାଲ ବିଗ୍ରହ ଏବଂ ରାମ ମନ୍ଦିରକୁ ଏବେ ସବୁକୁ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଏହା ପଛରେ ଥିବା କାରଣ ଜାଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ ହେଉଥିବା ଏହି ଦୃଶ୍ୟରେ ରାମଲାଲ ସତରେ ହସୁନାହାନ୍ତି, ଏହାକୁ AI ଦ୍ୱାରା ଏଡିଟିଂ କରାଯାଇଛି। ପ୍ରାଣ ପ୍ରତିଷ୍ଠା ପରେ ଶ୍ରୀରାମଙ୍କ ଏହି ଅପୂର୍ବ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଭିଡିଓର ବାରମ୍ବାର ଆଖି ପଲକ ପକାଇବା ସହିତ ହସୁଥିବା ବେଳେ ଅତ୍ୟନ୍ତ ସୁନ୍ଦର ଓ ମନୋରମ ହେଉଛି। ସୋସିଆଲ ମିଡିଆରେ ଏହି ଭିଡିଓଟି ଅନେକ ଲୋକ ଖୁବ୍ ସେୟାର କରୁଥିବା ବେଳେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି। ଆଗକୁ ଏଭଳି ଭିଡିଓ ଗୁଡ଼ିକ ଦେଖିବା ପାଇଁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ଘଣ୍ଟି ନମ୍ବର ଦେବେ ଅଲ୍ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ।